ନମସ୍କାର ସାଙ୍ଗମାନେ। ମାମା ୟାକୁ ମୁଁ ତ ଚିହ୍ନିଲା ଭଳିଆ ଲାଗୁଛି। ହଁ ଲୋ ଧନ, ଇଏ ହେଉଛି ତୁ ତୁ ଭଲସେ ଦେଖେ, ୟାଟେ ମନକୁ ଚିହ୍ନି ପକା। ତାକୁ ଯେତେ ଟଣା ଘୋଷରା କରି ସେଠୁ ଆଣିଲା ବେଳକୁ ସେ ଚୁପ୍ କିନି ଯାଇକି ତାରି ପାଖରେ ପହଞ୍ଚାଉଛି। ସେ ଦେଖୁଛି, ଚିହ୍ନୁଛି ନିଜକୁ ନିଜେ। ଆଉ ଆମ କୁନି ଆସି ପହଞ୍ଚାଇছে ସକାଳୁ ସକାଳୁ। ମୋର ବନିଛି ଏଇଠି ଇଟିଲି ଛାଞ୍ଚି ଜଲଜିରା ଲେମ୍ବୁ ସବୁ ପୋଦିନା ପତ୍ର ପଡ଼ିକି ପାଣି। ଆଉ ଥଣ୍ଡା ଫଣ୍ଡା କିଏ ପିଉନାହାନ୍ତି, ଏଇଥିରେ ଚଳୁଛୁ। ଆଇଛି ଲେମ୍ବୁ ଏତେ ଖଣ୍ଡା ଥିଲା, ଅଧା ୟୁଜ୍ ହେଇଯାଇଛି। ତାପରେ ଏଠି ମୁଁ ଠିଆ ହେଇକି ଟିକେ ଦହି ଖାଇ ଦେଇକି ଯାଇକି ମୋ ଝିଅ ଖୋଜିଲେ। ମୋ ଝିଅ ସଜବାଜ ହେଇକି ଜାରା ଖାରା ହେଇଯାଇଛି, ତାର ଗୋଟେ ଟୟ ହେଇଛି ତା ପାଇଁ। ଆଉ ତା ଦେହରେ ଟିକେ ଫଟୋ ସୁଟ୍ କରିବ କ'ଣ, ତାକୁ ଦେଖିକି ସେ ଡରିକି ଛାନି ହେଇଗଲା। ସିଏ କ'ଣ ଫଟୋ ସୁଟ୍, ଇଏ ଦୁଇ ଜଣ ଦେଖ ଫଟୋ ସୁଟ୍ କରି ସିଏ ତାଙ୍କ ନିଜ ଫଟୋ ଦେଖୁଛନ୍ତି କେମିତି ଦେଖାଯାଉଛି। ଏଠି ମୁଁ ଜଳ ଛତ୍ର ଖୋଲିଛି, କିଏ ପିଇବା ଆସ। ଖରାଦିନ ହେଇଥିଲେ ଟିକେ ଭଲ ହେଇଥାନ୍ତା, ଏଇ ଶୀତ ଦିନ ହେଇଗଲା ଆଉ କେହି ଆସିବେନି। ଆଉ ଏଠି ମୋ ଝିଅର ଫଟୋ ସୁଟ୍ ଚାଲିଛି। ଭାଇ ଫଟୋ ସୁଟ୍ ସିଏ କରେଇ ଦେଉଛି, ଅନଉଛି ଆଡ଼କୁ ସାଡ଼କୁ ତେଡ଼କୁ। ତାକୁ ଯେତେ ଆମେ ଚେଷ୍ଟା କରୁଛୁ ଏପଟକୁ ରହିକି ବୁଲିବା ପାଇଁ, ଜମା ହେଉନି। ସେମାନେ ଗୋଟେ ଭଲସେ ଫଟୋ ସୁଟ୍ ହେଇପାରିଲେନି। ଆଉ ମୋ ଝିଅର ଏଠି ପୋଜ୍ ଦେଖ, ସିଏ ସକାଳୁ ସକାଳୁ କେହି ନ ଡରୁ ସିଏ ରେଡ଼ି ହେଇଛି।